ଠେକୁଆଟେ ଥିଲା। ଠେକୁଆ କହିଲା କଇଁଚ ଭାଇ ଆମେ ଏ ପୋଖରୀ ଗୋଟେ ସେ ତାକୁ ଗଛ ପାଖରେ ଥିଲା ଗୋଟେ ପୋଖରୀଟେ। ଠେକୁଆ କହିଲା ଠେକୁଆ ଭାଇ କଇଁଚ ଭାଇ ସେ ପୋଖରୀକୁ ଯିଏ ଦୌଡ଼ିବ ଆଗେ ସେ ଯାଇକି ପୋଖରୀକୁ ଯିଏ ଛୁଇଁବ ସେ ହେଲା ଜିତିବ। ତାକୁ ଗୋଟେ ଗିଫ୍ଟ ଦିଆହବ। ସେ କହିଲା ଚାଲ ଦୌଡ଼ି ଦି ଜଣ। ରାସ୍ତାରେ ଠେକୁଆକୁ ନିଦ ମାଇଲା। ତାପରେ ଠେକୁଆ ଶୋଇପଡ଼ିଲା। ସେ ଗୋଟେ ଗଛରେ ପତ୍ର ଝଡ଼ି ପଡ଼ିଥିଲା। ସବୁ ସାରି ସାରି କରିକି ଶୋଇପଡ଼ିଲା। ତାପରେ ଠେକୁଆ ଯେତେବେଳେ କଇଁଚ ତ ଆସ୍ତେ ଆସ୍ତେ ଦୌଡ଼ି ଗଲାଣି ଆଉ ପଡ଼ିଗଲାଣି। ଠେକୁଆ ଉଠିକି ଯାଇଲା ବେଳୁ କଇଁଚ ଆସିକି ଫାଷ୍ଟ। ଯିଏ ଭୂତ କରିବ ସିଏ ହେଲା ଅନ୍ୟକୁ ସାହାଯ୍ୟ କରିବ। ଆଉ ଗୋଟେ ଗପଟେ କହିବି ଆଜି। ଗୁରୁଚି ମୂଷା ବାଘ ସିଂହ ଗପ। ଗୁରୁଚି ମୂଷା ହେଲା ଗଛରେ ଗୋଟେ ରହିଥିଲା। ଏ ଡାଳକୁ ସେଇ ଝାଡ଼କୁ ଖାଇଥିଲା। ତାପରେ ପଡ଼ିଗଲା ତା ଗୋଡ଼ ଏମିତି ଖସିଗଲା। ପଡ଼ିଗଲା ଗାଧୁକି ଆଗ ମାମୁଁ ଉପରେ ପଡ଼ିଗଲା। ତାପରେ ଆଖୁ ମାମୁଁ ହେଲା ଧରିକି କହିଲା ମତେ ଆଜି ଖାଇଲାନି। ଗୁରୁଚି ହେଲା ହାତ ଧରି କହିଲା ମୁଁ ତ ଏତିକି ଜୀବଟେ ତମେ ମତେ ଖାଇଲେ ତମ ପେଟ ପୁରିବନି ତ। ତାପରେ ଛାଡ଼ିଦେଲା। ଦିନେ ହେଲା ବାନୁଆ ଜାଲ ପକେଇଥିଲା ଗଛ ମୂଳେ। ବାଘ ଯାଉ ଆସୁ ତା ଗୋଡ଼ ପଛିଗଲା ଆଉ ବାହାରି ପାଇଲାନି। ହାଉ ହାଉ ହେଲା। ତାପରେ ଗୁରୁଚି ଗାତ ମୁଣ୍ଡରେ ଥିଲା ଦୌଡ଼ି ଆଇଲା ଜାଲକୁ କାଟିଦେଲା ବାହାରିଗଲା। ତାପରେ ଯିଏ ତାକୁ ଖାଇବ ଯିଏ ତାକୁ ସାହାଯ୍ୟ କରିବ ସିଏ ହେଲା ସାହସ କରିବ ତାକୁ। ଟାଟା। ଆଉ ଗୋଟେ ଆଜି କାଲି ଗପଟେ କହିବି। ଗପଟେ କେମିତି ଲାଗିଲା ଲାଇକ୍ କରିବ ସେୟାର କରିବ ସବସ୍କ୍ରାଇବ କରିବ। ଟାଟା ରହୁଛି ନମସ୍କାର।